ହାଓଡ଼ା ବ୍ରିଜ୍ର ଇତିହାସ। ହାଓଡ଼ା ବ୍ରିଜ୍ ନିର୍ମାଣ ହେବା ଦିନଠାରୁ ତାହାର ଗୋଟିଏ ପରେ ଗୋଟିଏ ଇତିହାସ ସାମ୍ନାକୁ ଆସୁଛି ଏବଂ ରାତି 12ଟା ପରେ ହାଓଡ଼ା ବ୍ରିଜ୍କୁ କ'ଣ ପାଇଁ ବନ୍ଦ କରି ଦିଆଯାଏ ଏବଂ ହାଓଡ଼ା ବ୍ରିଜ୍ର ମଧ୍ୟ ଅନ୍ୟାନ୍ୟ ଇତିହାସମାନ ରହିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଜି ଆପଣମାନଙ୍କୁ ହାଓଡ଼ା ବ୍ରିଜ୍ର ଏପରି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଜାଣନ୍ତୁ, ଦୁନିଆର ସବୁଠାରୁ ରହସ୍ୟମୟ ବ୍ରିଜ୍ ବିଷୟରେ ଜାଣିବା ନାମ ହେଉଛି ହାଓଡ଼ା ବ୍ରିଜ୍। କଲିକତାରେ 80 ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ବ୍ରିଜ୍ରେ ସବୁଠାରୁ ରହସ୍ୟମୟ ମଧ୍ୟରୁ ଅନ୍ୟତମ। ଏହା ଇଞ୍ଜିନିୟରିଂର ଏକ ଚମତ୍କାର କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ଏହାର ନିର୍ମାଣ କାର୍ଯ୍ୟ ଇଂରେଜ ସରକାରଙ୍କ ସମୟରେ ହୋଇଥିଲା। ସେତେବେଳେ କଲିକତାରୁ ହାଓଡ଼ା ପର୍ଯ୍ୟନ୍ତ ଯିବା ପାଇଁ ଲୋକଙ୍କୁ ବହୁତ ହଇରାଣ ହେବାକୁ ମଧ୍ୟ ପଡ଼ୁଥିଲା। ବେପାର ବାଣିଜ୍ୟ କରିବା ପାଇଁ ବହୁତ ହଇରାଣ ହେବାକୁ ମଧ୍ୟ ପଡ଼ୁଥିଲା ଲୋକମାନଙ୍କୁ। ଏହି ସବୁକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର ଏକ ଝୁଲା ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ 1871ରେ ହାଓଡ଼ା ନିର୍ମାଣ ପାଇଁ ବିଲ୍ ପାସ୍ କରାଯାଇଥିଲା। ଏହି ବ୍ରିଜ୍ ପ୍ରସ୍ତୁତ କରିବା ପାଇଁ ବହୁତ ସମୟ ମଧ୍ୟ ଲାଗିଥିଲା। ତାପରେ 1936 ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କିଛି ବର୍ଷ ପରେ 1942 ମସିହାରେ ଏହି ବ୍ରିଜ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ମଧ୍ୟ ହୋଇଥିଲା। ଏହାର କାର୍ଯ୍ୟ ନିର୍ମାଣ ଶେଷ ହେବା ପୂର୍ବରୁ ଏକ ଝୁଲାପୋଲ ନିର୍ମାଣ ମଧ୍ୟ କରାଯାଇଥିଲା, ହେଲେ ତାହା ଏହା ବନ୍ୟାର ପାଣିରେ ସହିତ ଭାସି ଯାଇଥିଲା। ହାଓଡ଼ା ବ୍ରିଜ୍ ପ୍ରସ୍ତୁତରେ ଷ୍ଟିଲ୍ ବ୍ୟବହାର ହୋଇଥିଲା, ଯାହା ଟାଟା ଷ୍ଟିଲ୍ କମ୍ପାନୀ ଦେଇଥିଲା ଏବଂ ହାଓଡ଼ା ବ୍ରିଜ୍ ଏମିତି ତିଆରି କରାଯାଇଛି ଯେ ତାହାର ଦୁଇ ପଟରେ କେବଳ ହିଁ ପିଲର ରହିଛି, ମଝିରେ କୌଣସି ପିଲର ରହିନାହିଁ। ହାଓଡ଼ା ବ୍ରିଜ୍ ନିର୍ମାଣ ପରେ ବୈଜ୍ଞାନିକମାନେ ଚକିତ ହୋଇଥିଲେ ଯେ ଏହି ବ୍ରିଜ୍ଟି କିଛି ଦିନ ପରେ ହିଁ ନଷ୍ଟ ହୋଇଯିବ, କିନ୍ତୁ ବ୍ରିଜ୍ର ମଜବୁତି ଏପରି ରହିଛି ଯେ ହଜାର ହଜାର ଟନ୍ କ୍ଷମତା ବିଶିଷ୍ଟ ମାଲବାହୀ ଗାଡ଼ିକୁ ମଧ୍ୟ ସେ ସମ୍ଭାଳି ପାରୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ହାଓଡ଼ା ବ୍ରିଜ୍କୁ ରାତି 12ଟା ପରେ ଇଞ୍ଜିନିୟରମାନେ ବନ୍ଦ କରିଦିଅନ୍ତି ଏବଂ ରାତି 12ଟା ପରେ ଇଞ୍ଜିନିୟରମାନେ ହାଓଡ଼ା ବ୍ରିଜ୍କୁ କ'ଣ ପାଇଁ ବନ୍ଦ କରିଦିଅନ୍ତି, ଏପର୍ଯ୍ୟନ୍ତ ସେମାନଙ୍କ କଥା କିଛି ସାମ୍ନାକୁ ଆସିନି। ତେବେ ଏଥିପାଇଁ ମଧ୍ୟ ଇଞ୍ଜିନିୟରମାନେ କୌଣସି ଖୁଲାସା ମଧ୍ୟ କରିନାହାନ୍ତି। ତେଣୁ ହାଓଡ଼ା ବ୍ରିଜ୍ ସମ୍ପର୍କରେ ଇତିହାସ ସମ୍ପର୍କରେ ବହୁତ ପୂର୍ବରୁ ଜଣାଥିବା ବେଳେ ହାଓଡ଼ା ବ୍ରିଜ୍କୁ ନେଇ ଅନେକ ଇତିହାସ ମଧ୍ୟ ରହିଛି।